କଥା ହଉଛି ମୁଁ ଏଇଟାରେ ମୁଁ ବଦଳ ଜନ୍ମନା ସହିତ କେହି ସମର୍ଥନ କରିବେନି। କାହିଁକି ନା ଭିକେ ପାନିଆନ ଜାଣିଥିଲେ ନବୀନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ହେଲେ ହିଁ ସେ କ୍ଷମତାଶାଳୀ ରହିବେ। ସିଏ ବି କଣ କ୍ଷମତାଶାଳୀ ଅଛନ୍ତି? ସିଏ ଯୋଉ କ୍ଷମତା ନବୀନ ବାବୁଙ୍କ ପାଖରୁ ଆସୁଥିଲା ତେଣୁ ସେଇଟା ମୁଁ ଠିକ ନୁହେଁ। ସେ ନିଜେ ହେଇଥାନ୍ତେ ସିଏ ନିଜେ ତେଣୁ ସେଇଟା ମୁଁ ଭାବୁଛି ସିଏ କାହିଁକି କହିଲେ ମୁଁ କହିପାରିବିନି। କିନ୍ତୁ ସେ କହୁଛନ୍ତି ବର୍ତ୍ତମାନ ନବୀନ ପଟ୍ଟନାୟକ ତ ଭଲ, ଠିକ ନବୀନ ପଟ୍ଟନାୟକ ଭଲ ସେ କହୁଛନ୍ତି। ନବୀନ ପଟ୍ଟନାୟକ ଯଦି ବର୍ତ୍ତମାନ ଆପଣଙ୍କୁ କେମିତି ଲାଗୁଛି ବାବୁ ଯେ ଇଲେକ୍ସନ ବେଳେ ନବୀନ ବାବୁ କାହା ସହିତ ନ ମିଶିବା ଏବଂ ବର୍ତ୍ତମାନ ସମୟରେ ପୁଣି ସକ୍ରିୟ ହେଇଯିବା ସମସ୍ତଙ୍କ ସାଙ୍ଗରେ ମିଶିବା, ସେତେବେଳେ ଚେଷ୍ଟା କଲେ ବି ତାଙ୍କ ଦଳର ନେତା ମାନେ ମନ୍ତ୍ରୀ ମାନେ କେହି ଭେଟି ନ ପାରିବା, କେବଳ ଜଣେ ଦୁଇ ଜଣ ବ୍ୟକ୍ତି ବ୍ୟୁରୋକ୍ରାଟ ତାଙ୍କୁ ଭେଟିବା, ଆର କାରଣ କଣ ହେଇପାରେ? ନାଇଁ, ଗୋଟିଏ କଥା ନିଶ୍ଚିତ ଭାବରେ ନବୀନ ପଟ୍ଟନାୟକ ସେଇ ଧରଣ ଯୋଉ ବ୍ୟବହାର ନିର୍ବାଚନ ପୂର୍ବରୁ ଏବଂ ନିର୍ବାଚନ ସମୟରେ ତାହିଁ ତ ବିଜେଡିର ପରାଜୟ